ଅକ୍ଷୟ ତୃତୀୟା। କାହିଁକି ଅକ୍ଷୟ ତୃତୀୟା ଦିନକୁ ଏତେ ଖାସ୍ ମାନାଯାଏ? ଏହି ଦିନ ଅଳଙ୍କାର କିଣା, ନୂଆ ଘରକୁ ଯିବା, ନୂଆ ଜିନିଷ କିଣିବା, ଲଙ୍ଗଳ ଆଦି ଶୁଭ କାର୍ଯ୍ୟ ଆଜି ଏହି ଦିନରେ ହିଁ ଶୁଭ ଦିଆଯାଏ। ଆସନ୍ତୁ ଏହି ଦିନର ମହତ୍ଵକୁ ଜାଣିବା। ବୈଶାଖ ଶୁକ୍ଳପକ୍ଷ ତୃତୀୟା ତିଥିକୁ ଅକ୍ଷୟ ତୃତୀୟା କୁହାଯାଏ। ଏହି ଦିନ ସୂର୍ଯ୍ୟ ଓ ଚନ୍ଦ୍ର ଦୁଇ ଜଣ ଯାକ ନିଜ ରାଶିର ଉଚ୍ଚ ସ୍ଥିତିରେ ରହିଥାନ୍ତି ଓ ଶୁଭ ପରିଣାମ ଦେଇଥାନ୍ତି। ସତ୍ୟଯୁଗ ଓ ତ୍ରେତୟା ଯୁଗର ଆରମ୍ଭ ଏହି ଦିନରେ ହୋଇଥିଲା। ଭଗବାନ ବିଷ୍ଣୁ ନରନାରାୟଣ ରୂପ ଏହି ଦିନରେ ହିଁ ନେଇଥିଲେ। ଭଗବାନ ପରଶୁରାମଙ୍କ ଜନ୍ମ ବି ଏହି ଅକ୍ଷୟ ତୃତୀୟା ଦିନ ହୋଇଥିଲା। ଏହି ଦିନରେ ହିଁ ଭଗବାନ ଗଣେଶ ମହାଭାରତ କାବ୍ୟ ଲେଖା ଆରମ୍ଭ କରିଥିଲେ ଓ ଏହି ଦିନ ମହାଭାରତ ଯୁଦ୍ଧ ବି ସରିଥିଲା। ଖାଲି ଏତିକି ନୁହେଁ, ଅକ୍ଷୟ ତୃତୀୟା ଦିନରେ ହିଁ ବଦ୍ରୀନାଥର କବାଟ ଖୋଲେ। ଏହି ଦିନ ଗଙ୍ଗା ଧରିତ୍ରୀରେ ଅବତାରଣ କରିଥିଲେ। ଜଗନ୍ନାଥଙ୍କ ରଥର ଆରମ୍ଭ ଏହି ଦିନରେ ହିଁ ହୁଏ। ଏହି ଦିନ ସୁଦାମ ଶ୍ରୀକୃଷ୍ଣଙ୍କ ମିଳନ ମଧ୍ୟ ହୋଇଥିଲା। ଏହି ସବୁ କାରଣ ଯୋଗୁଁ ଏହି ଦିନକୁ ଏତେ ଖାସ୍ ଓ ପବିତ୍ର ମାନାଯାଏ।